ଶାଗୁଆନ କାଠ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବନ ବିଭାଗର ପେଟ୍ରୋଲିଂ ବେଳେ କାଠ ବୋଝେଇ 407 ସହ ଏକ ବାଇକ୍ ଜବତ ହୋଇଛି। ବିସି ସୂତ୍ରରୁ ଖବର ପାଇ ବଡ଼ଗଡ଼ ରେଞ୍ଜର ଅଞ୍ଜନ କୁମାର ନାୟକଙ୍କ ସହ ବନପାଳ ଜଗବନ୍ଧୁ ପାତ୍ର, ବସନ୍ତ ସେଠୀ, ସୀମାଞ୍ଚଳ ଜେନା, ବନରକ୍ଷୀ ଧନେଶ୍ୱର ପ୍ରଧାନ, କୃଷ୍ଣ ଗୌଡ଼, ଦୁର୍ଗା ସେଠୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଏକ ଟିମ୍ ଗୋବରଲୁଣ୍ଡି ଛକରେ ପେଟ୍ରୋଲିଂ କରିଥିଲେ। ପେଟ୍ରୋଲିଂ ବେଳେ 407 ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଶାଗୁଆନ କାଠ ବୋଝେଇ 407 ଗାଡ଼ି ସହ ଏକ ବାଇକ୍କୁ ଜବତ କରିଥିଲା ବନ ବିଭାଗ। ଜବତ କାଠର ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ବଡ଼ଗଡ଼ ବନ ବିଭାଗ ଅଧିକାରୀ। सोरडारू सुजित पंडाଙ୍କ रिपोर्ट स्वतंत्र न्यूज।